ଆସିଲା ବଡ଼ ଖବର। ପାଠ ପଢ଼ି ଘରେ ବସି ରହିଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆଣିଲା ବ୍ୟାଙ୍କ ଅଫ୍ ବରୋଦା। ବ୍ୟାଙ୍କ ଅଫ୍ ବରୋଦା ଚାକିରି ସହ ଅଭିଜ୍ଞତା ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କଲା। ବ୍ୟାଙ୍କ ଅଫ୍ ବରୋଦା ବ୍ୟାଙ୍କ ତରଫରୁ ଏବେ 2700 ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି। ବ୍ୟାଙ୍କ ଅଫ୍ ବରୋଦା .ବ୍ୟାଙ୍କ.ଇନ୍ କୁ ଯାଇ ଲୋକେ ଅନଲାଇନରେ ଏହି ଚାକିରି ପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ନଭେମ୍ବର 11 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଯେଉଁମାନେ ବ୍ୟାଙ୍କିଂ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। କ'ଣ ଯୋଗ୍ୟତା ଆବଶ୍ୟକ? ଆପ୍ରେଣ୍ଟିସ୍ ପଦବୀ ପାଇଁ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆବେଦନକାରୀଙ୍କ ବୟସ ସୀମା ସର୍ବନିମ୍ନ 20 ବର୍ଷ ହୋଇଥିବା ସହ ସର୍ବାଧିକ 28 ବର୍ଷ ହୋଇଥିବା ଆବଶ୍ୟକ। ସରକାରୀ ନିୟମ ଅନୁସାରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ପାଇଁ 5 ବର୍ଷ, ଓବିସିଙ୍କ 3 ବର୍ଷ ଏବଂ ଦିବ୍ୟାଙ୍ଗଙ୍କ ଆବେଦନକାରୀଙ୍କ ପାଇଁ 10 ବର୍ଷ ବୟସ ଛାଡ଼ କରାଯାଇଛି। ଆବେଦନକାରୀ କୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। କେତେ ରହିବ ଆବେଦନ ରାଶି? ବ୍ୟାଙ୍କ ଅଫ୍ ବରୋଦାରେ ଆବେଦନ କରିବା ପାଇଁ ନିର୍ଦ୍ଦିଷ୍ଟ ଫିସ୍ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ରାଶି ନିର୍ଦ୍ଧାରିତ କରାଯାଇଛି। ସାଧାରଣ ଓବିସି ଏବଂ ଇଡବ୍ଲ୍ୟୁଏସ୍ ଆବେଦନକାରୀଙ୍କ ପାଇଁ 800 ଟଙ୍କା ଫି ରହିଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ 400 ଟଙ୍କା ଫି ରହିଛି। ଅନ୍ୟପକ୍ଷରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିର ଆବେଦନକାରୀଙ୍କ କୌଣସି ଫି ନ ନେଇ ଏହି ପଦବୀ ପାଇଁ ଆବେଦନ କରିପାରିବେ। କିପରି କରାଯିବ ଚୟନ? ସବୁ ପରୀକ୍ଷା ପରି ଏହି ପରୀକ୍ଷା 3ଟି ସ୍ଥିର ଦେଇ କରାଯିବ, ଯେଉଁଥିରେ ଅନଲାଇନ୍ ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ସ୍ଥାନୀୟ ଭାଷା ପରୀକ୍ଷା ସାମିଲ ରହିଛି। ଲିଖିତ ପରୀକ୍ଷାରେ ଅବଧି 1 ଘଣ୍ଟା ରହିବ। ଯେଉଁ ପରୀକ୍ଷାର୍ଥୀମାନେ ଏଥିରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ଏବଂ ସେମାନେ ସ୍ଥାନୀୟ ଭାଷା ପରୀକ୍ଷା ଦେବେ। ଶେଷରେ ଯେଉଁମାନେ ଏଥିରେ ଉତ୍ତୀର୍ଣ୍ଣ ହେବେ ସେମାନେ ବ୍ୟାଙ୍କ ଅଫ୍ ବରୋଦାରେ କାମ କରିପାରିବେ। କେବଳ ଏତିକି ନୁହେଁ, ମନୋନୀତ ପ୍ରାର୍ଥୀମାନେ ଷ୍ଟାଇପେଣ୍ଡ ପାଇବେ। ମାସକୁ 15,000 ଟଙ୍କା ଷ୍ଟାଇପେଣ୍ଡ ସହିତ 12 ମାସର ତାଲିମ ଦିଆଯିବ ମଧ୍ୟ। କିପରି କରିବେ ଆବେଦନ? ପ୍ରଥମେ ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ ୱେବସାଇଟକି ଯାଆନ୍ତୁ। ବ୍ୟାଙ୍କ ଅଫ୍ ବରୋଦା .ବ୍ୟାଙ୍କ.ଇନ୍ କୁ ଯାଆନ୍ତୁ। ତାପରେ ଆପ୍ରେଣ୍ଟିସ୍ ରିକ୍ୱାରମେଣ୍ଟ 2025 ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଆବଶ୍ୟକ ସୂଚନା ଯେପରିକି ନାମ, ଇମେଲ ଠିକଣା ଏବଂ ମୋବାଇଲ ନମ୍ବର ଦିଅନ୍ତୁ। ପଞ୍ଜୀକରଣ ସମାପ୍ତ କରିବା ପରେ ଆବେଦନ ଫର୍ମରେ ଆପଣଙ୍କର ଶିକ୍ଷାଗତ ସୂଚନା ପୂରଣ କରନ୍ତୁ। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ। ଆବେଦନ ଫି ପ୍ରଦାନ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ। ଶେଷରେ ଫର୍ମରେ ଏକ ପ୍ରିଣ୍ଟଆଉଟ୍ ବାହାର କରି ନିଜ ପାଖରେ ରଖନ୍ତୁ। ଆଇ ହୋପ୍ ସବୁ ଅପଡେଟ୍ ପାଇପାରିଥିବେ। ତ ଭିଡ଼ିଓକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ୍।